नमो विष्णुपादाय कृष्णाय भूतले श्रीमते भक्तिवेदांत स्वामिनेति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशकल्पतरुभ्यश्च कृपा सिन्धुभ्यः एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौर भक्तवृंद। हरे कृष्ण 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 हरे 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 राम 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 हरे हरे। हरे कृष्ण 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 हरे राम 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 हरे हरे। हरे कृष्ण 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 हरे राम राम हरे हरे। हरे कृष्ण समस्त दंडवत प्रणाम जय जगन्नाथ। हरे कृष्ण जय जगन्नाथ। हरे कृष्ण। तो आज हम देखुଛନ୍ତି ମାନେ ଭଗବତ ଗୀତାର 18 ନମ୍ବର ଅଧ୍ୟାୟର 69 ନମ୍ବର ଶ୍ଲୋକଟା। न च तस्मान् मनुष्येषु कश्चिन्मे प्रियकृत्तमः भविता न च मे तस्मात् अन्यः प्रियतरो भुवि। न च तस्मात् मनुष्येषु, ତେଣୁକରି ଏଇଠି କହୁଛନ୍ତି ଯେ ମାନେ ଯେତେ ସାରା ମଣିଷ ଅଛି ସେମାନଙ୍କ ଠାରୁ ସବୁଠୁ ବହୁତ ବହୁତ ପ୍ରିୟ କିଏ ମୋ ପାଇଁ ହେଲେ ନା ଯିଏ ଭଗବତ ଗୀତାକୁ ପ୍ରଚାର କରେ। There is no servant in this world more dear to me than he, nor will there ever be done one more dear। ଯିଏ କଣ କରୁছে ମାନେ ଭଗବତ ଗୀତାକୁ ପ୍ରଚାର କରିବା ଲାଗିଛନ୍ତି। ଯିଏ ଭଗବତ ଗୀତା ପ୍ରଚାର କରିବା ଲାଗିଛନ୍ତି ସେମାନଙ୍କ ଠାରୁ ମୋର ଅତି ପ୍ରିୟ କିଏ ନାହିଁ। ମାନେ ସିମ୍ପଲ ଯଦି ଆମେ ଦେଖିବା ଏକ୍ଜାମ୍ପଲ କଲେ ଗୋଟେ ଓକିଲ ଯଦି ଥିବ ଲଢୁଥିବ ଯୁଦ୍ଧ ଲଢୁଥିବ କେସ୍ ଲଢୁଥିବ, ତାହେଲେ ସେ ଯୋଉ କ୍ଲାଏଣ୍ଟ ଥିବ କ୍ଲାଏଣ୍ଟର ସବୁଠୁ ବଡ ପ୍ରିୟ ଓକିଲ କିଏ? ପ୍ରିୟ ଲୋକ ଗୋଟେ କିଏ ନା ଯିଏ ତାଙ୍କୁ ଡିଫେଣ୍ଡ କରୁଛି, ତାଙ୍କୁ ଯିଏ ପ୍ରୋଟେକ୍ଟ କରୁଛି, ରାଇଟ୍? ପୋଲିସ ପାଖରୁ ଯିଏ ପ୍ରୋଟେକ୍ଟ କରିବ, ହଁ ନା? ବା ପିଲାମାନଙ୍କୁ ଦେଖିବାକୁ କହିଲେ କିଏ ପ୍ରିୟ ନା ଯିଏ ବାପାଙ୍କର ନାଁକୁ ସବୁ ଜାଗାରେ ପ୍ରଚାର କରୁଛନ୍ତି, ବା ଯିଏ ବାପାଙ୍କୁ ସୁରକ୍ଷା ଦଉଛନ୍ତି, ବା ଯିଏ ବାପାର ନାଁକୁ ବଞ୍ଚଉଛନ୍ତି, ବା ବାପାଙ୍କର ଶାରୀରିକ ସେବା କରୁଛନ୍ତି, ହଁ ନା? ସେମାନେ ଆମର ଅତି ପ୍ରିୟ। ତ ସିମିଲାରଲି ଭଗବାନ ଏଠି କହୁଛନ୍ତି ଯେ ସବୁଠାରୁ ମୋ ପାଇଁ ପ୍ରିୟ କିଏ ନା ଯିଏ ଭଗବତ ଗୀତାକୁ ନିଜେ ବ୍ୟବହାର କରିକି ଅନ୍ୟମାନଙ୍କୁ ପ୍ରଚାର କରୁଛନ୍ତି, ଅନ୍ୟମାନଙ୍କୁ ଶିକ୍ଷା ଦଉଛନ୍ତି। ତ ରିସେଣ୍ଟଲି ମୁଁ ବଢ଼ିଆ ଗୋଟେ କ୍ଲାସଟେ ଶୁଣିଥିଲି ଆମ ଚୈତନ୍ୟ ଚରଣ ପ୍ରଭୁଙ୍କର। ସେ ବଢ଼ିଆ ସୁନ୍ଦର ଭାବରେ କହୁଥିଲେ ଯେ ଆଜିକାଲି ଯୋଉ ଲୋକମାନେ କହୁଛନ୍ତି ହେତୁବାଦୀ ମାନେ ଅଛନ୍ତି ବିଶେଷ ରୂପରେ, ସେମାନେ କୁହନ୍ତି ଭଗବାନ ଅଛନ୍ତି କି, ଭଗବାନ ଅଛନ୍ତି କି, ଭଗବାନ କୋଉଠି ଅଛନ୍ତି କି? ତ ପ୍ରାୟତଃ ଏମିତି କ୍ୱେଶ୍ଚନ ପଚାରନ୍ତି, ଆଉ ସ୍ପେଶାଲ ପାଠ ପଢିଥିବେ ସେମାନେ। ତ ମାନେ ଗୋଟେ ଜିନିଷ ହଉଛି ଆମେ କହୁନାହାନ୍ତି ଗୋଟେ କଜ୍ ଦେଖିବାକୁ ହେଲେ ଇଫେକ୍ଟ ପ୍ରେଡିକ୍ଟ କରିପାରିବା, ବା ଯଦି ଇଫେକ୍ଟ ଦେଖୁଛନ୍ତି ତାହେଲେ କଜ୍ ପ୍ରେଡିକ୍ଟ କରିପାରିବା। ହଁ, ଯେମିତି ଡକ୍ଟର ପାଖକୁ ଯିବା, ଆମକୁ ଆଜ୍ଞା ପେଟ କାଟୁଛି କହିଲେ ଡକ୍ଟର କଣ କହିବ? କଜ୍, କାଲି କଣ ଖାଇଥିଲ? ଇଫେକ୍ଟ ହଉଛି ପେଟ କାଟିବାଟା, ଆଉ ଡକ୍ଟର ପଚାରେ କଜ୍ କାଲି କଣ ଖାଇଥିଲ? ବା ଯଦି ଆୟୁର୍ବେଦିକ ଡକ୍ଟର ପାଖକୁ ଯିବାକୁ ହେଲେ ସେ ଆମର ହାତର ନାଡି ଧରି କହି ଦଉଛନ୍ତି କାଲି କଣ କଣ ଖାଇଥିଲେ। କେମିତି କହିଲେ? ଖାଇବା ତ ଦେଖିନାହାନ୍ତି, ବାଟ ଯୋଉ ବ୍ଲଡ ଫ୍ଲୋ ହଉଛି, ସାର୍କୁଲେସନ ହଉଛି, ତାର ସ୍ପିଡ ହିସାବରେ କୋଉ ହିସାବରେ ସେମାନେ ଜାଣୁଥିବେ ମୁଁ ଜଣା ନାହିଁ, କିନ୍ତୁ ସେମାନେ ପ୍ରଭାବ ଦେଖିଲା ପରେ କଜ୍ କହୁଛନ୍ତି ଏଇଟା ଏଇଟା ଖାଇଥିଲ, ହଁ ନା? ତ ସେମିତି ଏ ଦୁନିଆର ଯଦି ଆମେ କହିବା ପ୍ରଭାବ, ଦ୍ୟାଟ ମିନ୍ସ କଜ୍ ଗୋଟେ କିଏ ଥିବ। ଯେମିତି ଆଉ ଗୋଟେ ଦେଖିବାକୁ ଗଲେ ପିଲା ଦିଟା ଯଦି ରାସ୍ତାରେ ବୁଲୁଛନ୍ତି ସେମାନେ ହଉଛି ପ୍ରଭାବ, ମିନ୍ସ ରୁଟ୍ ହଉଛନ୍ତି କି ତାଙ୍କ ବାପା ମା ଥିବେ, ହଁ ନା ନାଇଁ? ବା ଆମର ଇଏ କୁହନ୍ତି ଯେମିତି କି ନ୍ୟୁଟନ କହନ୍ତି, ସାର୍ ଆଇଜାକ୍ ନ୍ୟୁଟନ ବୋଧେ ନ୍ୟୁଟନ୍ସ ଲ ଅଫ୍ ମୋସନ ଯଦି ଦେଖିବାକୁ ଗଲେ ଆମର ପଢୁଥିଲେ ଗ୍ରାଭିଟେସନାଲ ଫୋର୍ସ, ମାଧ୍ୟାକର୍ଷଣ ଶକ୍ତି। ତ ସେ କଣ ଦେଖିଲେ ନା ଗୋଟେ ହଉଛି ଗଛରୁ ଫଳ ପଡୁଛି, ଗଛରୁ ଫଳ ପଡୁଛି, ସେଇଟା ଦେଖିଲା ପରେ ସେ ଗୋଟେ ଫର୍ମୁଲା ତିଆରି କଲେ। ତୁମେ ସେ ଦେଖାଯାଉଛି କୋଉଟା ଫଳ ପଡିଆଟା, କଣ ଦେଖାଯାଉନି ନା ସୂତ୍ରଟା। ଫଳ ପଡିବାଟା ହଉଛି ଦେଖାଯାଉଛି ଦୃଶ୍ୟମାନ, ସେଠୁ ଯୋଉ ସୂତ୍ରଟା ବାହାର କଲେ ଗ୍ରାଭିଟେସନାଲ ଫୋର୍ସ କାମ କରୁଛି ସେଇଟା ହଉଛି ଅଦୃଶ୍ୟମାନ। ତ ସେ ଏ ଦୁନିଆ ଦେଖିବାକୁ ଗଲେ ଦୃଶ୍ୟମାନରୁ ଆମେ କୋଉଠି ଯାଉଛନ୍ତି ନା ଅଦୃଶ୍ୟମାନ ଶକ୍ତିଟାକୁ ଯାଉଛନ୍ତି। ବା ଯେମିତି ଦେଖିବା ଲାଇଟ୍ ଅଛି, ଏବେ ଲାଇଟ୍ ଜଳୁଛି ମିନ୍ସ ଆମେ କହୁଛନ୍ତି କରେଣ୍ଟ ଅଛି। ଲାଇଟ୍ ଯଦି ବନ୍ଦ ହେଇଗଲା କହିଲେ ଅଦୃଶ୍ୟମାନ କଣ, କରେଣ୍ଟ ନାହିଁ। ତ ଲାଇଟ୍ ହଉଛି ଦୃଶ୍ୟମାନ, କରେଣ୍ଟ ଫ୍ଲୋଟା ହଉଛି ଅଦୃଶ୍ୟମାନ, ଆମେ କହିପାରିବାନି କେମିତି ଫ୍ଲୋ ହଉଛି, ହଁ ନା? ଆମର ଯେମିତି
ମ୍ୟାଗ୍ନେଟିକ ଫିଲ୍ଡ କେମିତି କାମ କରୁଛି ଆମେ ଜାଣୁ, ମାନେ ଫୋନରେ ନେଟୱାର୍କ ଅଛି ବା ଟିଭିରେ ନେଟୱାର୍କ ଅଛି ଯଦି କହିବା, ଟିଭିରେ ଯୋଉ ଆମର ଆଣ୍ଟେନା ଲଗେଇକି କହୁଥିଲେ, ଏସବୁ ଯାକ ଦେଖିବାକୁ ଗଲେ ଦୃଶ୍ୟମାନ ହଉଛି ପ୍ରଭାବଟା। ତାପରେ ଆମେ କଣ କରୁଛନ୍ତି ନା କଜରେ ଖୋଜୁଛନ୍ତି ଅଦୃଶ୍ୟମାନ ଯୋଉଟା ଅଛି। ତ ସେମିତି ଏ ପୃଥିବୀଟା ହଉଛି କଣ ନା ଦୃଶ୍ୟମାନ, ଆମେ ହଉଛନ୍ତି କଣ ନା ଦୃଶ୍ୟମାନ। ଏ ପୃଥିବୀଟା ଫଙ୍କସନ କରୁଛି, ସୂର୍ଯ୍ୟ ଫଙ୍କସନ କରୁଛନ୍ତି, ଚନ୍ଦ୍ର ଫଙ୍କସନ କରୁଛନ୍ତି, ବର୍ଷା ଟାଇମରେ ଆସୁଛି, ଶୀତ ଟାଇମରେ ଆସୁଛି, ଖରା ଟାଇମରେ ଆସୁଛି, ହଁ ନା, ଦିନ ଟାଇମରେ ହଉଛି, ରାତି ଟାଇମରେ ହଉଛି, ଏତେ ସାରା କାମ ମାନେ ପରଫେକ୍ଟଲି ହଉଛି। ତ ଏଗୁଡା ହଉଛି କଣ ନା ଦୃଶ୍ୟମାନ, ତା ଅର୍ଥ କିଏ ଜଣେ ଅଛନ୍ତି ଯିଏ ଏଗୁଡା କରୁଛନ୍ତି, ସେ ହଉଛି ଅଦୃଶ୍ୟମାନ, ହଁ ନା। କାଲି ଗୋଟେ ପିଲା, ଆମେ ଗୋଟେ ଗାଁକୁ ଯାଇଥିଲି ପ୍ରୋଗ୍ରାମ ପାଇଁ, ଆଇଲି ବ୍ରହ୍ମପୁର ଆସିଥିଲି, ସେଠି ଗୋଟେ ପିଲାଟେ କହିଲା, ପ୍ରଭୁ ମୁଁ 3 ଘଣ୍ଟା ବସିଲି, ମତେ କଣ ଫାଇଦା ମିଳିବ? ମୁଁ କୀର୍ତ୍ତନରେ ବସିଲି, ବାଟ ମତେ ମାନେ ପଚାରିକି ଯଦି ତତେ କଣ ଫାଇଦା ମିଳିଲା, ମୁଁ କଣ କହିବି? କଣ କହିବେ? ଆମେ ଯେତେବେଳେ ପ୍ରତ୍ୟେକ ଦିନ ଆସି ଶୁଣୁଛନ୍ତି ଗୋଟେ ଅଧଘଣ୍ଟାଟି ଘଣ୍ଟାଟି, ମତେ କଣ ଫାଇଦା ମିଳିଲା? କଣ ହବ ଉତ୍ତର? ଜୟଜତି ପ୍ରଭୁଜୀ। हरे कृष्ण प्रभु। हरे कृष्ण। हाँ हाँ, ଏଥିରେ ଫାଇଦା ମତେ ଲାଗେ ଏଇ ଜିନିଷଟା ହଉଛି ଇଟ୍ସ ଏ ଟେଷ୍ଟ ପ୍ରଭୁ, ଆପଣଙ୍କର ଆମର ଯୋଉ ସ୍ପିରିଚୁଆଲ ଆଟ୍ରାକ୍ସନ ଯୋଉ ଜିନିଷଟା, ସେମିତି ଯଦି ଆପଣ ମେଟେରିଆଲ ବେନିଫିଟ୍ସ ଦେଖିବେ, there are two types of, right, material benefits or spiritual benefits, and unless you understand that you need spiritual benefits, then uh, uh, I mean ଆମେ ଜଣକୁ କହିପାରିବାନି ଯେ you will get some benefits. So but spiritual benefits is you get ସେ ଯୋଉ you experience that love or that devotion or ସେ ସମୟରେ that experience peacefulness, ସେଇ ଜିନିଷ ଗୁଡାକ you can explain benefit ମାନେ କଣ, ଯଦି ସଂସାରରେ ଏଇ ସମୟଟା ରହିଥାନ୍ତୁ, then you would constantly be agitated ରହିଥାନ୍ତୁ, ଯାହା ବି ତୋର mental state ଥାନ୍ତା, but ଯଦି ସେଇ 3 ଘଣ୍ଟା ଏଠି ବସିଛ, ତାହେଲେ you will experience all these things and you will get closer to the Lord. You will understand more about yourself. But all these things you can explain to someone. ଆମେ ବୁଝେଇପାରିବା when someone is needs to know about it. But if someone doesn't need to know about it, we cannot explain. ଥ୍ୟାଙ୍କ ୟୁ ରୋଜି। ଆଉ କିଏ କିଛି କହିବେ? ହଁ ପ୍ରଭୁଜୀ, ସେଇ 3 ଘଣ୍ଟା ବା ସେଇ ଅଧଘଣ୍ଟା ମନ ଯୋଉ ବ୍ୟସ୍ତତା ଭିତରେ, ଯେମିତି ଜୟଦେବ ପ୍ରଭୁ କହିଲେ, ସେଇ 3 ଘଣ୍ଟା ୱାର୍ଲଡଲି ଏନି ସିଚୁଏସନ ଥାଉ, ଏ ବିଷୟ ଭୋଗରେ ହଉ ବା ଯୋଉଥିରେ ହଉ, ଯୋଉଠିକୁ ମନକୁ ଅଶାନ୍ତି କରିବ, ସେଠୁ ଦୂରେ ହେଇ ସେଇ ତିନି ଘଣ୍ଟା ପ୍ରଭୁଙ୍କ ପାଖରେ, ଯୋଉଠି ଯିଏ ପରମାନନ୍ଦ ବା ଯିଏ ସବୁର ମୂଳ କାରଣ ବା ଯେ ଯାହାଙ୍କ ପାଖରେ ସବୁ ବିଷୟରୁ ବିଷ ଆନନ୍ଦରୁ ପରମାନନ୍ଦ, ତାଙ୍କ ପାଖରେ ମନଟାକୁ ଲଗାଇଲେ, ସେଇ ସମୟରେ ସେଇ 3 ଘଣ୍ଟାର ଯୋଉ ଆମ ହୃଦୟର ବିଚଳତା ବା ହୃଦୟରେ ବହୁତ ଅସୁବିଧା, ଯେକୌଣସି ପରିସ୍ଥିତି କି ଆମ ମନରେ ବ୍ୟଗ୍ରତା ରହିଛି, ବା ଦ୍ୟାଟ୍ ଇଜ ଦ ମେନ୍ ସଲ୍ୟୁସନ। ଆଉ ତାପରେ ସବୁଠାରୁ ବଡ କଥା, ସେଇ ସମୟରେ ଯିଏ ଆମ ପାଇଁ ସବୁ ରଖିଛନ୍ତି, ଯିଏ ଆମର ଯେମିତି ବାପା ବୋଉଙ୍କୁ ଆମେ ଭଲ ପାଉଛେ, ଯିଏ ଆମ ପାଇଁ ସବୁ କରୁଛନ୍ତି, ଭକ୍ତି କରୁଛେ, ଯିଏ ସଂସାର ପାଇଁ ଆମ ପାଇଁ ସବୁ ରଖିଛନ୍ତି, ଯୋଉ ସମୟରେ ଆମେ ତାଙ୍କ ପାଖରେ ରଖିବା, ସେଇ ସମୟରେ ରହିଲେ କନେକ୍ସନ ଆତ୍ମାର ସହିତ, ପରମାତ୍ମାଙ୍କ ସହିତ କନେକ୍ସନ। ଆଜ୍ଞା। ହରେ କୃଷ୍ଣ ପ୍ରଭୁ। ଥ୍ୟାଙ୍କ ୟୁ। ମୁଁ ତାକୁ ଆନ୍ସର ଦଉଥିଲି ଯେ ଫାଷ୍ଟ କ୍ୱେଶ୍ଚନ ପଚାରିଲି, ବେନିଫିଟ ମିନ୍ସ କୋଉ ପ୍ରକାର, କାହାକୁ ବେନିଫିଟ କୁହାଯାଏ? ସେ ପିଲା ପଚାରିଲି ହ୍ୱାଟ୍ସ ଦ ଡେଫିନେସନ ଅଫ ବେନିଫିଟ ଏଜ ପର ୟୋର ଇଣ୍ଟେଲିଜେନ୍ସ କୋର୍ସ। ସେ ଆଉ କିଛି କହିପାରିଲାନି। ମତେ କଣ ବେନିଫିଟ ହେଲା, ମୁଁ ବେନିଫିଟ ଡେଫିନେସନ କଣ କହୁନୁ? ତାପରେ ମାନେ ନ୍ୟାଚୁରାଲି କଣ କହୁଛନ୍ତି, ମତେ ମଟେରିଆଲ ବେନିଫିଟ କଣ ମିଳୁଛି? ସମସ୍ତେ କୁହନ୍ତି ବେନିଫିଟ, ଆମେ ବେନିଫିଟ ଅର୍ଥ ହଉଛି ମତେ କିଛି ମିଳିବାର ଅଛି, ଏଇଦର ବସ୍ତୁ ହଉ ନହେଲେ ପଇସା ହଉ। କିନ୍ତୁ ସବୁଠୁ ବଡ ବେନିଫିଟ ହଉଛି କଣ ନା ଆତ୍ମ ସନ୍ତୋଷ। ଆତ୍ମା ସନ୍ତୋଷ, ଆତ୍ମ ସନ୍ତୋଷ, ଆତ୍ମ ସନ୍ତୋଷ। ଯେମିତି ଦେଖିବାକୁ ଗଲେ, ମୁଁ ଗୋଟେ ବଢିଆ ଫିଲ୍ମ ଗୀତଟେ ଦେଖିଲି ହେଲା, ମାନେ ଗୋଟେ ହିରୋଇନ, ଏତେ ସୁନ୍ଦର ହିରୋଇନ, ଗୋଟେ ମିସ୍ ୱାର୍ଲଡ, ଆଉ ଗୋଟେ ସେ ଏତେ ସୁନ୍ଦର ହିରୋ ସହିତ ଡ୍ୟାନ୍ସ କରୁଛନ୍ତି, ରୋମାନ୍ସ କରୁছে,
ତ ମୁଁ ଆମ ଘରୁ ଆସିଲା ବେଳକୁ ମୋ ସ୍ତ୍ରୀ ହୁଏତ ସୁନ୍ଦର ହେଇପାରେ ନ ହେଇପାରେ ମୁଁ ସେଠି ଡ୍ୟାନ୍ସରେ ଦେଖିଲି ଘରକୁ ଆସିଲା ବେଳକୁ ମୋ ପିସଟା ଯୋଉଟା ସେଇଠି ରହିବ ନ ଦେଖିଲା ବେଳକୁ କୋଉଟା ଦେଖିଛି ମୁଁ ସବୁଠୁ ଟପ୍ ମୋଷ୍ଟ ଦେଖିଛି ଟିଭିରେ ବଟ୍ ଘରକୁ ଆସିଲା ବେଳକୁ ସବୁଠୁ ଲୋଏଷ୍ଟ ବାଲା ଅଛି ମୋ ବାହାରେ ତ ଦ୍ୟାଟ୍ କ୍ରିଏଟ୍ସ ଏଜିଟେସନ୍ ଅନସାଟିସ୍ଫାକ୍ସନ୍ ମୋ ଜୀବନଟା ଫେଲ୍ ହେଲା ମୋ ଜୀବନ କାହିଁ ସୁନ୍ଦର ସ୍ତ୍ରୀ ଗୋଟେ ମିଳିଲାନି ବା ସୁନ୍ଦର ହଜବେଣ୍ଡ ଗୋଟେ ମିଳିଲାନି କାହିଁକି ନା ଆମେ ସୁନ୍ଦର ଟିଭିରେ ଦେଖାଉ ସୁନ୍ଦର ବଟ୍ ରିଆଲିଟିରେ ନଥାଉଛି ତ ସେଇଟା ସେଇଟା କ'ଣ ଫାଇଦା ମିଳିଲା ୟେସ୍ ମାଇଣ୍ଡକୁ ତ ଏଣ୍ଟରଟେନ୍ କରିଦେଲେ ଅଧଘଣ୍ଟାଟି ଘଣ୍ଟାଟି 3 ଘଣ୍ଟା ଯାହା ବି କଲେ ବଟ୍ ତାପରେ ଘରକୁ ଆସିଲା ତ ଓରିଜିନାଲ ଥାଳିରେ ତ ଆଉ କିଛି ଥାଉଛି ସେଇଟା ନଥାଉଛି ତ ସେଠି କ'ଣ ହଉଛି ନା ଏଜିଟେସନ ଷ୍ଟାର୍ଟ ହଉଛି ଅଫିସରେ ଦେଖିଲେ ବଢିଆ ସୁନ୍ଦର ଭାବରେ ଗୋଟେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ କଥାବାର୍ତ୍ତା ହଉଛି ବଟ୍ ଦେଖିବାକୁ ଗଲେ ପ୍ରାକ୍ଟିକାଲ ଲାଇଫରେ ନଥାଉଛି ସେଇଟା ତ ସେଇଟା କ'ଣ ହଉଛି ଏଜିଟେସନ ତ ଆମେ ଯୋଉଟା ଏଣ୍ଟରଟେନମେଣ୍ଟ ପାଇଁ କରୁଛନ୍ତି ମାନେ ଫର ଏକ୍ଜାମ୍ପଲ ଇଣ୍ଡିଆ ଅଷ୍ଟ୍ରେଲିଆ ମ୍ୟାଚ୍ ଚାଲିଛି ଯଦି ଇଣ୍ଡିଆ ବହୁତ ବଢିଆ ଖେଳିଲା ତାହେଲେ ଏଣ୍ଟରଟେନମେଣ୍ଟ ଯଦି ହାରିଗଲା ତାହେଲେ ଇରିଟେସନ ହଁ ନା ନାଇଁ ତ ଏବ୍ସୋଲ୍ୟୁଟଲି ଦେଖିବାକୁ ଗଲେ ଆମେ ଆମ ହିସାବରେ ଗୋଟେ ଡିଫାଇନ୍ କରିଛନ୍ତି ଏମିତି ହେଲେ ମତେ ସେଇଟା ମଜା ଲାଗିବ ବଟ୍ ସେଇଟା ଆମ ହାତରେ ନାହିଁ ବୁଝିଲେ ଆମ ହାତରେ ନାହିଁ ଆମେ ଭାବିଛନ୍ତି ଏଇଟା ହଉଛି ଏମିତି ଯଦି ହବ କହିଲେ ମତେ ମଜା ଲାଗିବ 99% ଆମ ହିସାବରେ କେବେ ହେଲେ ମିଳିନି ଆଉ ସେଇଟା ହଉଛି ଆମର ଇରିଟେସନର କାରଣ ଏଜିଟେସନର କାରଣ ଆଉ ଯୋଉଟା 100% ହଉଛି ଆମ ସହିତ ସେକେଣ୍ଡ ହେଲା ସେ ପିଲା ମୁଁ କହିଲି ଯେ ସୁମିତ୍ର ରଞ୍ଜନ ପ୍ରଭୁ କହିଲେ ସେ କହିଲେ ମୁଁ କାହିଁକି ଶୁଣିବି ଏଗୁଡ଼ାକ ତାପରେ ମୁଁ କହିଲି ଦେଖେ ତ ମାନେ ତାଙ୍କର ବାପା ମାଆଙ୍କୁ ତା ଅଜା ଆଈକୁ ତା ମାମୁଁ ମାଇଁ ମାନେ ରଖିନାହାନ୍ତି ହେଲା ଅଜା ଆଈ ଏକୁଟିଆ ରହୁଛନ୍ତି ମାମୁଁ ମାଇଁ ସବୁ ଅଲଗା ହେଇ ପଳେଇଲେଣି ତ ମୁଁ କହିଲି ତୋ ମାମୁଁ ମାଇଁ ତୋ ଅଜା ଆଈକୁ ସେବା କରୁନାହାନ୍ତି ସେଇଟା ଠିକ୍ ନା ଭୁଲ ନା ଭୁଲ ମୁଁ କହିଲି କାହିଁକି କାହିଁକି ଭୁଲ ତୋ ଅଜା ଆଈ ତନ୍ତି କ'ଣ ବେନିଫିଟ ଦଉଛନ୍ତି କି ନା ପଇସା ଦଉଛନ୍ତି ନା ଗୋଡ଼ ହାତ ଚିପା ଚିପି କରିଦଉଛନ୍ତି ନା ରୋଷେଇ କରି ଦଉଛନ୍ତି ତାଙ୍କର କିଛି ବେନିଫିଟ ନାହିଁ ତ ମାମୁଁ ମାଇଁଙ୍କୁ ତ ଅଜା ଆଈ ତରଫରୁ କିଛି କଲେ କିଛି ବେନିଫିଟ ନାହିଁ ତେଣୁକରି ସେବା କରିବା ଦରକାର ନାହିଁ ନା ଏମିତି କେମିତି ହବ ମୁଁ କହୁନି ତୁ କହୁଛୁ ଆମେ କ'ଣ କହୁଛୁ ଯୋଉଟା ମୋର ଫିଜିକାଲ ଦେଖାଯାଉଥିବା ବେନିଫିଟ କ'ଣ ଅଛି ତାହେଲେ ମୁଁ ସେବା କରିଲି କହିଲୁ ମୁଁ ସେଇଟା କରିଲି କହିଲି ମତେ କିଛି ଦେଖାଯାଉନି ବେନିଫିଟ ମୁଁ କାହିଁ କରିବି ନା ନାଇଁ ବ୍ରୋ ଅଲରେଡି ତ କରାହେଇଛି ନା ବାପା ମା ସେ ପିଲାକୁ ତ ବଡ କରିଛନ୍ତି ନା ମାନେ କ'ଣ କହିଲୁ ନା ସେ ବଡ କେମିତି ହେଲା ମୁଁ ସେଇଟା କହୁଛି ତୁ ଅକ୍ସିଜେନ କିଏ ଦେଇଛି ତୁ ଖାଇଲା ପରେ ଡାଇଜେସନ କିଏ କରଉଛି ନା ଶରୀର ସବୁ ଯେମିତି ଫିଟିଂ କରାହେଇଛି ମୁଁ ତୁ ଆଇକି ଦେ ଖାଇବାକୁ ଦେଖିଆ ତୁ ଆଇ ହଜମ କରିପାରିବ ପରା ନାଇଁ ଭାନ କହୁଛନ୍ତି ଭାନ କହୁଛନ୍ତି ଯେ ଅହମ ବୈଶ୍ୱାନର ଭୂତ୍ୱା ପ୍ରାଣୀନାମ ଦେହମ୍ ଆଶ୍ରିତଃ ପ୍ରାଣ ଅପାନ ସମାୟୁକ୍ତ ପଚାମି ଅର୍ଣ୍ଣମ ଚତୁର୍ବିଧମ୍ ଭାନ କରୁଛି ଯୋଉ ଖାଉଛନ୍ତି 4 ପ୍ରକାର ଖାଦ୍ୟ ସେଇଟା ମଧ୍ୟ ହଜମ ମୁଁ ହିଁ କରୁଛି ସବୁ ଜିନିଷ ବାହାନ କଲେ ମାନେ ଟେଷ୍ଟ ଦଉଛି ଖାଦ୍ୟ କିଏ ବାହାନ କଲେ ମୁଁ ଦଉଛି ସତରେ ଦେଇଛନ୍ତି ତାପରେ ମୁଁ ଲାଷ୍ଟ ଗୋଟେ କ୍ୱେଶ୍ଚନ ପଚାରିଲି ୟୁ ଜଷ୍ଟ ଟେଲ୍ ମି ହୁ ଇଜ ଦ ଡିଜାଇନର ଫର ହ୍ୟୁମାନ ବଡି ଖାଲି ବାବୁ ଗୋଟେ ପଚାରେ ତୁ ଖାଲି ଗୋଟେ ଉତ୍ତର ଦେ ତାପରେ କୋଉ କଥା କ୍ୱେଶ୍ଚନ ପଚାରୁ ମଣିଷ ଶରୀର ଡିଜାଇନର କିଏ ମଣିଷ ଶରୀରର ଡିଜାଇନର କିଏ ମଣିଷ ଶରୀରର ଡିଜାଇନର କିଏ ଆଉ ଏ ଦୁନିଆରେ ଯିଏ ଯୋଉଟା ଡିଜାଇନ କରୁଛି ତା ପାଇଁ ହେଲେ ସେ ବେନିଫିଟ ନଉଛି ତା ପାଇଁ ପରସେଣ୍ଟେଜ ରଖୁଛି ଗୋଟେ କମ୍ପାନୀ ଯଦି କିଛି ଡିଜାଇନ କରିଥିବ ଗୋଟେ ଜଣେ ଆପ୍ଲିକେସନ ତିଆରି କଲେ ହେଲେ ସେ କ'ଣ କରୁଛେ ତା ପାଇଁ ହେଲେ ସେ ପଇସା ନଉଛି ଜଣେ ୟୁଟ୍ୟୁବରେ ଭିଡିଓ ଯଦି ଅପଲୋଡ କରିବ ତା ପାଇଁ ମଧ୍ୟ ସେ ପଇସା ନଉଛି ଯାହା ବି କରୁଛନ୍ତି ଆମେ ସେଥିରେ କିଛି ନା କିଛି ବେନିଫିଟ ଦଉଛୁ ସେ ଲୋକଟାକୁ ତ ସିମିଲାରଲି ଯିଏ ହ୍ୟୁମାନ ବଡିଟାକୁ ଡିଜାଇନ କରୁଛି ତାକୁ ଆମେ କ'ଣ ବେନିଫିଟ ଦଉଛନ୍ତି ଯିଏ ତିଆରି କରୁଛନ୍ତି ଆଖି କେମିତି ଫଙ୍କସନ ହଉଛି କାନ କେମିତି ଫଙ୍କସନ ହଉଛି ନାକ କେମିତି ଫଙ୍କସନ ହଉଛି ଦାନ୍ତ କେମିତି ଫଙ୍କସନ ହଉଛି ଜିଭ କେମିତି ଫଙ୍କସନ ହଉଛି ଭୋକାଲ କର୍ଡ କେମିତି ଫଙ୍କସନ ହଉଛି ହାର୍ଟ କେମିତି ଫଙ୍କସନ ହଉଛି ବ୍ଲଡ ସାର୍କୁଲେସନ କେମିତି ହଉଛି ବଡିର ଗ୍ରୋଥ କେମିତି ହଉଛି ନରିଶମେଣ୍ଟ କେମିତି ମିଳୁଛି ଖାଦ୍ୟ କୋଉଠୁ ଆସୁଛି ଖାଦ୍ୟକୁ ନରିଶମେଣ୍ଟ କିଏ କରୁଛି ଏଗୁଡା ଯଦି ବସି ଭାବିବାକୁ ହେଲେ ଆମ ହାତରେ ଗୋଟେ ଜିନିଷ ହେଲେ ନାହିଁ ଗୋଟେ ଜିନିଷ ନାହିଁ କୋଉ ଡକ୍ଟର କୋଉ ସାଇଣ୍ଟିଷ୍ଟ କିଛି କରିପାରିବେନି କିଛି କଲେ କିଏ କିଛି କରିପାରିବେନି ଯେତେବେଳେ ହାଇଲି ମାନେ ଆମେ କେତେ କଥା କହିଲେ ମଧ୍ୟ କରିପାରିବା ନା ଆମ କଣ୍ଟ୍ରୋଲରେ ନାହିଁ କିଛି ହେଲେ କିଛି କଲେ କିଛି ନାହିଁ ତେଣୁକରି ଜାଣିବା ଦରକାର ଯେ କିଏ ଗୋଟେ କଣ୍ଟ୍ରୋଲର ଅଛି वी आर କଣ୍ଟ୍ରୋଲଡ someone is there who is controlling us ଆଉ ବାହାନ କରୁଛି ମୁଁ ହଉଛି କାଳ ମୁଁ ହଉଛି କାଳ ଆଉ କାଳ ଦ୍ଵାରା କ'ଣ କରେ ସବୁ ପ୍ରାଣୀ ମାନଙ୍କୁ କଣ୍ଟ୍ରୋଲ କରେ ତେଣୁକରି ମାନେ ସେ ପିଲା ମୁଁ କହିଲି ଯିଏ ବି ତୋତେ କୋଶ୍ଚିନ୍ ପଚାରେ ସେ କୋଶ୍ଚିନ୍ ଆନ୍ସର ଏମିତି ଦେ ସାଙ୍ଗସାଥି ମାନେ ଆଜିକାଲି ଦେଖିବାକୁ ଗଲେ ମିଡିଆରେ ନ୍ୟୁଜ ପେପରରେ ନ୍ୟୁଜ ଚ୍ୟାନେଲରେ ଫିଲ୍ମରେ ଏସବୁ ଯାକ କୋଶ୍ଚିନ୍ ପଚରା ହଉଛି କୋଉଠି ଅଛନ୍ତି କି ସବୁ ଯାକ ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସ ଆଉ ଯୋଉ ଲୋକଟା କୋଶ୍ଚିନ୍ ପଚାରୁଛି କହୁଛି ଅନ୍ଧବିଶ୍ୱାସ ତା କଥା ଯଦି ଆମେ ଗ୍ରହଣ କରିବା ସେଇଟା ମଧ୍ୟ ଅନ୍ଧବିଶ୍ୱାସ ଯିଏ ଆସି ଟିଭିରେ କହିବ ଭାନ ନାହାନ୍ତି ଭାନ ଯିଏ ମାନୁଛନ୍ତି ସେମାନେ ହଉଛନ୍ତି ଅନ୍ଧବିଶ୍ୱାସୀ ଲୋକ କହିଲେ ଯଦି ଆମେ ସେଇଟାକୁ ଗ୍ରହଣ କରିବା ସେଇଟା ମଧ୍ୟ ଅନ୍ଧବିଶ୍ୱାସ କାହିଁକି ନା ଆମେ ସେ ଯୋଉ ଲୋକ କହୁଛୁ ତାକୁ ଆମେ ଜାଣିନାହାନ୍ତି
ସେଇଟା ଅନ୍ଧବିଶ୍ୱାସ ନା ନାହିଁ? ମୁଁ କହିଲି ଭଗବାନ ନାହାନ୍ତି। ଓକେ, ଯଦି କିଛି ଲୋକମାନେ ମୁଁ ୟୁଟ୍ୟୁବରେ କହିଲି ବା ଗୋଟେ ଫିଲ୍ମ ଆକାରରେ ମେସେଜଟା ଦେଲି, ଭଗବାନ ନାହାନ୍ତି, ହେଲା, ତା ଅର୍ଥ କଣ ହଉଛି? ଯିଏ ମୋ କଥାକୁ ବି ଗ୍ରହଣ କରେ ସିଏ ମଧ୍ୟ ଅନ୍ଧବିଶ୍ୱାସ ଗ୍ରହଣ କଲେ, କାହିଁକି ନା ମୁଁ ତ କିଛି ପ୍ରୁଫ୍ ଦେଇକି କହିନି। ମୁଁ ମଧ୍ୟ କହିଲା ସମୟରେ ମୋର କଣ ପ୍ରୁଫ୍ କହିଛି? ଭଗବାନ ନାହାନ୍ତି ବୋଲି କହିଲି, ବଟ୍ ହ୍ୱାଟ୍ ଇଜ ଦ ପ୍ରୁଫ୍? କିଛି ତ ନାହିଁ। ଆଉ ଯେଟା ଯିଏ ସେଇଟା ଗ୍ରହଣ କରୁଛି ଯେ ଭଗବାନ ନାହାନ୍ତି, କାହିଁକି ନା ସେ ମାନେ ୟୁଟ୍ୟୁବରେ କହିଲେ, ସେମାନେ ଗୋଟେ ଭିଡ଼ିଓରେ ଆସିଥିଲା, ଭାଇରାଲ ହେଇଥିଲା। ଯୋଉ ଲୋକଟା କହିଲା ଆଉ ଯିଏ ଗ୍ରହଣ କଲା, ଦି ଜଣ ଯାର କିଛି ନାହିଁ, ଅନ୍ଧବିଶ୍ୱାସ ସେଇଟା ମଧ୍ୟ। ତେଣୁକରି ଯେତେବେଳେ ଆମେ ଭଗବାନଙ୍କର ପ୍ରଚାର କରିବାକୁ ଯାଉଛନ୍ତି, ସେଇଠି ଆମର ମେଇନ୍ ହଉଛି କଣ? ଆମର ବ୍ୟବହାର ଆଉ ଆମର ମାନେ ୱାର୍ଡସ୍ ଦିଟା ସମାନ ହେବା ଦରକାର। ଆମର ବ୍ୟବହାର ଏବଂ ଆମର ବଚନ, ଆମର ଆକ୍ସନ, ଏସବୁ ଯାକ ଗୋଟେ ଆଲାଇନମେଣ୍ଟ ହେବା ଦରକାର। ଏକ ଦୁଇରେ ହଉଛି ଆମେ ଯାହା କହୁଛନ୍ତି ତା ପଛରେ ଶାସ୍ତ୍ର କୋଟ କରିବା ଦରକାର। ଆଖି ବନ୍ଦ କରି ମତେ ଏମିତି ଲାଗୁଛି, ଆଇ ଥିଙ୍କ ସୋ, ଏଗୁଡା ନା ଆଇ ଥିଙ୍କ ୟୁ ଥିଙ୍କରେ କିଛି ହଉନି। ଏଜ ପର ଶାସ୍ତ୍ର, ଏଇଟା ଭାଇ ମୋର କଥା ନାହିଁ। ମୁଁ ଜଷ୍ଟ ମାନେ ଯେମିତି ଆଇପିସି ସେମାନେ କୋଟ କରନ୍ତି, ଆଇପିସି ନମ୍ବର ଏତିକିରେ କୁହାହେଇଛି ଏମିତି। ବା ଆମେ ଯେତେବେଳେ ଗଣିତ କରୁଥିଲେ, ସ୍ପେସିଫିକଲି ଜ୍ୟାମିତି ଯେତେବେଳେ କରୁଥିଲେ, ଲେଖୁଥିଲେ ତ୍ରିଭୁଜ ଦିଟା ସମାନ ବା ସର୍ବୋତ୍ତମ ସମାନ ସଦୃଶ କଲା କଣ କହୁଥିଲେ? ଏ ଏଙ୍ଗଲ ଇଜ ଇକ୍ୱାଲ ଟୁ ଏ ଏଙ୍ଗଲ, ଦତ୍ତ, ହଁ ନା ନାଇଁ? ବ୍ରାକେଟରେ କଣ ଲେଖୁଥିଲେ? ଦତ୍ତ ଲେଖୁଥିଲେ। ଏ ବାହୁ ଇଜ ଇକ୍ୱାଲ ଟୁ ଏ ବାହୁ, ଦତ୍ତ। ଏ ତଳ ବାହୁ ଇକ୍ୱାଲ ଟୁ ବେସ୍ ଇକ୍ୱାଲ ଟୁ ବେସ୍, ଦତ୍ତ। ତ ଦିଟା ରାଇଟ ଆଙ୍ଗେଲ ଅଛି, ଦିଟା ବାହୁ ସମାନ ଅଛି ବା କର୍ଣ୍ଣ ସମାନ ଥିଲେ ସେ ଦିଟା ତ୍ରିଭୁଜ କଣ? ସଦୃଶ ଏବଂ ସର୍ବୋତ୍ତମ ସମାନ। ତମେ ଦେଖିବ କହିଲେ ଯୋଉ ଦତ୍ତ ଲେଖା ହେଇଛି, ହଁ ନା ନାଇଁ? ବା ଆମେ ଯଦି ପ୍ରମାଣ କରୁଛନ୍ତି LHS ଇକ୍ୱାଲ ଟୁ RHS, LHS ମିନ୍ସ କଣ? ଯେ ଦତ୍ତ, କୋଶ୍ଚିନରେ ଦିଆ ହେଇଛି ସେଗୁଡାକ। ତ ସିମିଲାରଲି ଆମେ ଯାହା ବି କହିବା, ମୋ ମନରେ ଆସୁଛି ବୋଲି କହିବା ନ କହିକି, ଗୀତାରେ ଭଗବାନ କହିଛନ୍ତି, ଭାଗବତରେ କହିଛନ୍ତି, ବା ପଦ୍ମ ପୁରାଣ ହଉ, ବା ସ୍କନ୍ଦ ପୁରାଣ ହଉ, ବା କଠୋପନିଷଦ ହଉ, ଯୋଉ ବି ପୁରାଣ କଲେ ଆମେ ମାନେ କଣ କଲେ ନା, ଆମେ କହୁନାହାନ୍ତି, ସେ ୱାର୍ଡ ଗୁଡା ଆମର ନାହିଁ, ଫୁଲ ପ୍ରୁଫ୍ ଅଛି। ତାହେଲେ ସେଇଟା ଆମେ ଯଦି ଗ୍ରହଣ କରିବା, ତାହେଲେ ତାର ଅଥେଣ୍ଟିସିଟି, ପ୍ରାମାଣିକତା ବଢିଯାଉଛି। ଆଉ ସେଇଟା କିଏ ମଧ୍ୟ ଗ୍ରହଣ କରିବ। ଏହି ହିସାବରେ ଯିଏ ପ୍ରଚାର କରୁଛନ୍ତି, ଭଗବାନ କହୁଛନ୍ତି, ସିଏ ହଉଛି ମୋର ସବୁଠାରୁ ପ୍ରିୟ। ସବୁଠାରୁ କହିଲେ ସବୁଠାରୁ ପ୍ରିୟ। ତେଣୁକରି ଆମେ ଏ ଦୁନିଆରେ ନାଇଁ କି କମ୍ପାନୀର ରିପ୍ରେଜେଣ୍ଟେଟିଭ୍ ହେଇଥାଉଛନ୍ତି, ବା ଗୋଟେ ପ୍ରଡକ୍ଟର ରିପ୍ରେଜେଣ୍ଟେଟିଭ୍ ହେଇଥାଉଛନ୍ତି, ବା ଗୋଟେ ପାର୍ଟିର ରିପ୍ରେଜେଣ୍ଟେଟିଭ୍ ହେଇଥାଉଛନ୍ତି। ୟେସ୍, ବଟ୍ ଯୋଉମାନେ ପ୍ରଚାର କରନ୍ତି ସେମାନେ କାହାର ରିପ୍ରେଜେଣ୍ଟେଟିଭ୍? ନା ଭଗବାନଙ୍କର ରିପ୍ରେଜେଣ୍ଟେଟିଭ୍। କାହାର? ଭଗବାନଙ୍କର, କୃଷ୍ଣଙ୍କର, ଜଗନ୍ନାଥଜୀଙ୍କର। ତେଣୁକରି ଆମର ପ୍ରତ୍ୟେକ ଭାଷା, ପ୍ରତ୍ୟେକ ମୁଭମେଣ୍ଟ ନେଇକି ସବୁ ଜିନିଷ ହଉଛି କାହା ପାଇଁ ମାନେ ମୁଭମେଣ୍ଟ ହଉଛି? ନା ଭଗବାନ ପାଇଁ, ଜଗନ୍ନାଥଜୀଙ୍କ ପାଇଁ। ତାହେଲେ ଆମେ ପ୍ରିୟ ହେଇପାରିବା ଜଗନ୍ନାଥଜୀଙ୍କର। ହଁ, ଆଉ ତାଙ୍କର ବେଷ୍ଟ ପଇସା କଣ ଦିଅନ୍ତି ପ୍ରଭୁଜୀ? ନା ମାନେ ଯୋଉ କମ୍ପାନୀ ପାଇଁ ଆମେ ପ୍ରମୋଟ କରିବାକୁ କହିଲେ ସେ କଣ କହୁଛି? ପଇସା ଦଉଛି। ବଟ୍ ଯେତେବେଳେ ଆମେ ଜଗନ୍ନାଥଜୀଙ୍କୁ ପ୍ରମୋଟ କରିବା, ଯେମିତି ପ୍ରଭୁପାଦ ଯେ ପୁରା ପୃଥିବୀରେ ପ୍ରମୋଟ କରିଛନ୍ତି, ସବୁଠୁ ବଡ ଜିନିଷ ହଉଛି କଣ? ତୁଷ୍ୟନ୍ତି ଚ ରମନ୍ତି ଚ, ସେଇଥିରୁ ସନ୍ତୋଷ ମଧ୍ୟ ମିଳିବ, ଆନନ୍ଦ ମଧ୍ୟ ମିଳିବ। ଆଉ ଯୋଉ ଆନନ୍ଦ ହଉଛି ଏ ଦୁନିଆର ଆନନ୍ଦ ନାହିଁ, ଆଧ୍ୟାତ୍ମିକ ଜଗତର ଆନନ୍ଦ। ହରେ କୃଷ୍ଣ। ଥ୍ୟାଙ୍କ ୟୁ ପ୍ରଭୁ। ତ ଆମେ ବହୁତ ବଢିଆ ପଏଣ୍ଟଟା କଲେ।